सारंकर निर्देश होइछि बांकादासर हेउ बा क्षेत्रवासी हेले बांकादासर गोटे पद आनियो बाबू बाबुरे हे जीव धन हे जीव धन हे कर धरुछि कर धन्यवाद मो हुए तो जने क्षुद्र विचारक भाव रे आपण मानकु जते धन्यवाद देले भी कम पड़िबो कारण आपण मानकर अवदान रे ए अधमर किछि नहीं खाली भूमिका निभेवा कथा किंतु गायक आ कलाकार उभय दल तांकर गायक र गारिमा आ कलार अनुभूति र कोनोसी माप नहीं माप काठी नहीं यार जेमती जल वायु एमानकर गंधहीन रंगहीन स्वादहीन किंतु एमानक बिना जीवन अधूरा तो सही कला और संस्कृति और समाज रे एक दर्पण से कह जाय आपण मानक माध्यम रे ए संस्कृति बंची छी ए कला बंची छी ए अनुष्ठान भी बंचू छी आज आपण एठी हे तो ए गार आउ को कलाकार जे आउ कोठी थिबो तेनो एठी विशेषतः भाव रे रखिबी अंतिम प्रश्न अंतिम पर्याय अंतिम समय दर्शक मान उत्कंठा को मु क्षमा चाहूँ आपण मान सुआं को देवा पे मते समय बाधक साजिछि ए प्रश्न नै आछु हमर ए अनुष्ठान आयोजक युवा विचारक भाव रे परिचित श्रीयुक्त प्रशांत कुमार नायक महोदय दुई जल जाको आपण मान को गोटे प्रश्न रहउछि आमे बिना धरते किंतु हेलो हेलो दंड उदंड लोक कहते दंड गोटे उदंड दंड उदंड दुईटा ही अछि किंतु उदंड रे जने देवी से बीणा धरिकी उलग्न वेशर नृत्य करथिले उदंड रूप बा प्रचंड रूप उग्र रूप रे किंतु से देवी को नाम कोन तांकठु आमे उदंड शिक्षा ही पाइथे उदंड रे सही देवी जनक बीणा धरिकी नृत्य करथिले उग्र रूप से देवी जनक नाम कोन आपण को सरस्वती उदंडरे नुहंती आपण आगे गोटे मत हेउछि शारदा देवी वास करिसंती उदंड बीणा मध्य आउ से बीणा वादन करंती आउ सरे कारुआनी माने भी कहिबे
ସେଇ ନାରୀ ଜଣକ ସାର୍। ଚିତ୍ରରେ ନୃତ୍ୟ ଯେତେବେଳେ ବୀଣା ଧରିକି ନୃତ୍ୟ କଲେ ସେ ଦେବୀ ଜଣକ ନାମ କଣ? କାହାଣୀ ମାମା। ଆଜ୍ଞା ସେ ହଉଛି ମା କାଳ ଭୈରବୀ। ଆଜ୍ଞା ମା କାଳୀ, କୋଉ କାଳୀ? ଆଜ୍ଞା ରୁଦ୍ର କାଳୀ, ନାଇଁ ନାମ ଶ୍ୟାମା କାଳୀ। ନାଇଁ ନାଇଁ ଶ୍ୟାମା କାଳୀ ନୁହଁ। ଆଜ୍ଞା ଶୂନ୍ୟ କାଳୀ, ଶୂନ୍ୟ କାଳୀ ନୁହନ୍ତି, ତାଙ୍କ ନାମ ହଉଛି ନୃତ୍ୟ କାଳୀ। ନୃତ୍ୟ କାଳୀ। ଆଜ୍ଞା ଟିକେ ଟିକେ ଜଷ୍ଟ ଟଚ୍ ହେଇଥିଲେ ଆଉ ଟିକେ କିନ୍ତୁ କ୍ୟାଚ୍ ମିସ୍ କରିଦେଉଛ। ହଉ ଧନ୍ୟବାଦ। ଏ ଅନୁଷ୍ଠାନର ଆୟୋଜକ ପ୍ରସନ୍ନଭୂତ ଅଛନ୍ତି ଏବଂ ତାଙ୍କର ସଭାପତି ସମ୍ପାଦକ ଏବଂ ସମସ୍ତ କର୍ମକର୍ତ୍ତାଙ୍କୁ ମୁଁ ନିବେଦନ ରଖିବି ଦୟାକରି ମଞ୍ଚ ପାଖକୁ ଆସିବେ। ବର୍ତ୍ତମାନ ବିଭିନ୍ନ ଭାବରେ ଆମେ ଯଦି ଦେଖିବା ପାଇଁ ଯିବା କଳା ପରିବେଷଣର ହୁଏତ ଏଇଟା ଯଦି ଅବାସ୍ତବିକତା ଜିନିଷ ଯଦି ମୋ ସାମ୍ନାରେ ନଥାନ୍ତା ମୁଁ ହୁଏତ ଏଇଠି ହାତ ମିଳେଇ ବିଦାୟ କରିଦେଇଥାନ୍ତି। ତଥା ଉପସ୍ଥିତ ଥିବା ଏ ଗାଁର ଆବାଳ ବୃଦ୍ଧବନିତା ତଥା ମୋ ଗହଳି ଉପସ୍ଥିତ ଥିବା ଆପଣମାନଙ୍କୁ ଏ ଅଧମ ମଥାପାତି ପ୍ରଣାମ ଜଣାଇ ମୋଠୁ ଗୁରୁକଳ୍ପା ପିତୃକଳ୍ପା ସମସ୍ତଙ୍କୁ ମୋ ପ୍ରଣାମ। ତ କହି ରଖି ଯେତେବେଳେ ଜୀବନର ଅନ୍ତିମ ନିଶ୍ୱାସ ପାଖେଇ ଆସେ ସେହି ସମୟରେ ହୃଦପିଣ୍ଡ ଟିକେ ଜୋରରେ ଧର 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 କରୁଥାଏ। କଳା ଭିତ୍ତିକ ଅବାସ୍ତବିକତା ଯଦି ମଣିଷ ଭିତରକୁ ଆସିଲା ତାହେଲେ ଏଇଠି ହାରେ କେବଳ ଜଣେ କଳାକାର କେବେ ହାରନ୍ତିନି। ଗୋଟିଏ ଶ୍ରେଣୀରେ ଅନେକ ଛାତ୍ର ଥାଆନ୍ତି, କିଏ ଟିକେ କମ ଅଧିକାର ରଖେ କିଏ ଟିକେ କମ ରଖେ, କିନ୍ତୁ କମ ରଖିଥିବା ସେ କେବେ ହାରି ନଥାଏ କି ବେଶୀ ରଖିଥିବା ସେ ବି ହାରି ନଥାଏ। ସମସ୍ତେ ନମ୍ବର ରଖିଛନ୍ତି ନିଜର କଳାର ପାରଙ୍ଗମତା ଆଉ ନିଜର ଚେଷ୍ଟା ବଳରେ। କିନ୍ତୁ କଳା କ୍ଷେତ୍ରରେ ଏଇଠି ଥାଏ ଗୋଟିଏ ସ୍ୱାଭିମାନକୁ ବଞ୍ଚେଇବା ପାଇଁ ଦର୍ଶକ ମାନଙ୍କୁ ଆକୃଷ୍ଟ କରିବା ପାଇଁ କିଛି ଅବାସ୍ତବିକତାର ସାମଗ୍ରୀ। ସେଇ ସାମଗ୍ରୀ କଣ ଆପଣମାନେ ଜାଣିଥିବେ, ସାମ୍ନାରେ ବି ଥୁଆ ହେଇଛି ଦେଖିଥିବେ, ମୁଁ ତାକୁ ଡାଇରେକ୍ଟ କହୁନି। ଏଇଥିରେ ଏଇ ମଞ୍ଚ ପ୍ରତି ଆପଣଙ୍କର କଣ ରହିଲା ଆଜିର ଇଏ ପାଇଁ ଉପସ୍ଥାପନା ଦେବେ ଟିକେ ସଭାପତି ମହୋଦୟ। ଦୁଇ ଦଳ ଯାକ କିନ୍ତୁ ଭଲ ନୃତ୍ୟ କଲେ, ଗୀତ କଳା ସବୁ ଭଲ, କୋଉ ପକ୍ଷରେ କିଛି କମ୍ପ୍ଲେନ ନାହିଁ। ଧନ୍ୟବାଦ। ଦ୍ୱିତୀୟତଃ ସମ୍ୟକ ଭାବରେ ବିବରଣୀ ରଖିବେ। ପ୍ରଥମେ କିଏ ଆସିଥିଲେ? ଆପଣଙ୍କର ଥିଲେ ବୋଧେ? ମଞ୍ଚରେ କିଏ ଆସିଥିଲେ ପ୍ରଥମେ? ଭଗବାନପୁର। ତ ଆପଣଙ୍କ ମତାମତ କଣ? କାଲିଠାରୁ ବର୍ତ୍ତମାନ ସୁଦ୍ଧା ଆପଣଙ୍କର କିଛି ଅନୁଭୂତି ଗାଁକୁ ଦିଅନ୍ତୁ। ଏଇଟା ଆପଣଙ୍କୁ ଅନୁଭୂତି ପଚାରିବା ଅର୍ଥ ଏଇ ଗାଁ ପାଇଁ ସ୍ମୃତି ଯେ ଜଣେ ଦଳେ ଆସିଥିଲେ ନାଚ କରିବା ପାଇଁ ସେଇଆ କହିକି ଗଲେ। ସାର୍ ଯେତେବେଳେ କନ୍ତପୁର ଗ୍ରାମରେ ପ୍ରବେଶ ହେଲେ ଆମ ଦଣ୍ଡ ପାର୍ଟି ପହଞ୍ଚିଲେ ବହୁତ ଶୃଙ୍ଖଳା ରକ୍ଷା କରିଛନ୍ତି। ଖାଦ୍ୟପାନ ଠାରୁ ପାଣି ପର୍ଯ୍ୟନ୍ତ ଏହି ସମସ୍ତଙ୍କର ସମ୍ମାନ ବଞ୍ଚିତ କରିଛନ୍ତି। ବହୁତ ବହୁତ ଧନ୍ୟବାଦ ତାଙ୍କ ମାନଙ୍କୁ ପ୍ରଭୁ ମଙ୍ଗଳ କରନ୍ତୁ ମା କାଳୀ। କିନ୍ତୁ ସେ ମଧ୍ୟ କୌଣସି ପାଟିତୁଣ୍ଡ କରିନାହାନ୍ତି, ବହୁତ ଶବ୍ଦ ଭିତରେ ଦଣ୍ଡକୁ ଉପଭୋଗ କରିଛନ୍ତି। ଧନ୍ୟବାଦ ମହାଶୟ। ଆପଣଙ୍କ ମୁହଁରେ ପଦେ ମୋ ଗାଁ ପାଇଁ। ଆଜ୍ଞା ମୁଁ ବହୁତ ମଞ୍ଚ ବୁଲି ବୁଲି ଆସିଛି, ବାଦ ପେଣ୍ଡାଲ କରିଛି ଏବଂ ସିଙ୍ଗିଲି ପେଣ୍ଡାଲ କରିଛି, କିନ୍ତୁ ଦେଖିଲି ଏ ରାଜ୍ୟରେ କିମ୍ବା ଏ ଗାଁରେ ଦେବତୁଲ୍ୟ ଲୋକ ଅଛନ୍ତି, କିନ୍ତୁ ଏ ସଭା ଏଭଳି ପରିବେଷଣ ହେଇଛି ଯାହାଦ୍ୱାରା କି ମୁଁ କଳ୍ପନା କରି କହିପାରୁନାହିଁ। ବହୁତ ବହୁତ ଧନ୍ୟବାଦ। ଆପଣମାନଙ୍କର ଏଇ ଆତ୍ମଚେଷ୍ଟା ଆଉ ସହଯୋଗର ବାତାବରଣ ଏମିତି ସବୁବେଳେ ଫୁଟୁଥାଉ ସମସ୍ତଙ୍କ ମନରେ। ସତରେ ହୃଦୟରୁ ମୁଁ କହୁଛି ଆପଣମାନଙ୍କୁ, ଆପଣମାନଙ୍କର କଳାର ସମୀକ୍ଷା କରିବାର କ୍ଷମତା ମୋର ନାହିଁ, କାରଣ କେହି ବି କରିପାରିବେନି। ଏଇଥିରେ କଣ ଅବାସ୍ତବିକତା, ଜଣେ କଳାକାର ଯେତେବେଳେ ମଞ୍ଚସ୍ଥ ହେଲା ପରେ ଗାଁ ବାଲା କିମ୍ବା ଗ୍ରାମ କମିଟି କିମ୍ବା କୌଣସି ଅନୁଷ୍ଠାନ ମୁହଁରେ କଣ ଅଛି ଟିକେ ସମ୍ଭାଳି ପାରୁନା ତୁ ଠିଆ ହବ ତମ ଜାଗାରେ ଠିଆ ହବ ହଉ ଯାହା ହେଲା ସେ କଳାର ସୀମାବଦ୍ଧ ଭିତରେ ରହି ରାତି ଉଜାଗର ରହି ଏଇଭଳିଆ ଏକ ନିଷ୍ପତ୍ତି ନେବାକୁ ପଡିଛି ମତେ, ଯୋଉଟା ପ୍ରକୃତରେ ହାରିବା ସହିତ ସମାନ। ଏଇ ବିଚାର ପାଇଁ ହାରିଥାଏ
এই মঞ্চରେ ମଞ୍ଚାସୀନ ମୁଖ୍ୟ ବିଚାରପତି ଆସନରେ ବସିଥିବା ଆମର ପୂଜ୍ୟ ବେଦ ବିଶାରଦ ଶ୍ରୀଯୁକ୍ତ ବାମଦେବ ବଳିଆର ସେନ ମହୋଦୟଙ୍କ ସମ୍ୟକ ଫୋନରେ ତାଙ୍କର କିଛି ଉପସ୍ଥିତି ଜରୁରୀ ଥିଲା ବୋଲି ସେ ଯାଇଛନ୍ତି, କିନ୍ତୁ ସେଇ ଦାୟିତ୍ୱଟା ମୋ ଉପରେ ଦେଇକି ଯାଇଛନ୍ତି। କିନ୍ତୁ ଯାହା ଥିଲା ଘରର ଘରଣୀ କଣ କରେ ନା ଆପଣ ମାନେ ଯାହା ଦେବେ ସେ ତାକୁ ରାନ୍ଧି ବାଢିକି ଆପଣ ମାନଙ୍କୁ ପଡୁସିଥାଏ। କିନ୍ତୁ କଳା କ୍ଷେତ୍ରରେ ସେଇ ମହାଶୟ ମତେ ଦାୟିତ୍ୱ ସିନା ଦେଇଛନ୍ତି, ମୋର କିନ୍ତୁ ପରିଷିବାର କ୍ଷମତା ନାହିଁ। ପରିଷିବାର କ୍ଷମତା ଥିଲେ ମଧ୍ୟ ସଂକୁଚିତ ଭାବରେ ଏବଂ ନିଜକୁ ହତାଶ ଭାବରେ କହିବାକୁ ପଡୁଛି, କାରଣ ବିଚାର ପାଇଁ ହାରିଥାଏ ସେ ମହାଶୟ ଆମକୁ କହିଥାନ୍ତି, ଶିଖେଇଥାନ୍ତି। ତେଣୁ ଆପଣ ମାନଙ୍କର ଅନୁଭୂତି ଦର୍ଶକ ବନ୍ଧୁ ମାନଙ୍କୁ ଟିକେ ନିବେଦନ ରଖିବି, ଏଇଠି ମୁଁ ମଞ୍ଚ ସାରୁଛି। ଆଉ କାହାର କିଛି କହିବାର ଅଛି? କମିଟି ଭାଇ ଆଉ କିଏ କହିବେ? ଆପଣ ମାନେ କିଛି କହିବେ? ମତେ କିଛି କହିବେ? କିନ୍ତୁ ଆଖି ଛଳ ଛଳ ମୁହଁରେ କହିବି, ଯେତେବେଳେ କଳାକାର ମଞ୍ଚସ୍ଥ ହେଇଥାଏ ସେ ସେତେବେଳେ ଭୁଲି ଯାଇଥାଏ ନିଜର ପରିବାର ଆଉ ସୁଖ ସ୍ୱାଚ୍ଛନ୍ଦ୍ୟ। କିନ୍ତୁ ମଞ୍ଚ ସରିଲା ପରେ ଯେତିକି ସୂର୍ଯ୍ୟୋଦୟ ହେଇ ଆସନ୍ତି ସେତେବେଳେ ତାଙ୍କର ମନେ ପଡିଯାଏ ଘରେ କେତେବେଳେ ପହଞ୍ଚିବି, ମୋ ପୁଅ ସ୍କୁଲ ଗଲା କି ନାହିଁ, ମୋର ଆଜି ଗାଈ ଗୁଡାକ ଯାଇଛନ୍ତି ଆସିଛନ୍ତି କି ନାହିଁ, ମା ଥିବ, କାହାର ରୋଗାଗ୍ରସ୍ତ ଥିବ, କିଏ ଭଲରେ ଥିବ, କିଏ ମେଡିକାଲ କେସ୍ ଥିବ, ହେଲେ ବି ସବୁ ଜିନିଷକୁ ସେ ଏଡେଇ ଦେଇ ନିଜ ଜୀବନକୁ ଉତ୍ସର୍ଗ କଲା ଭଳି ଆପଣ ମାନଙ୍କ ମୁହଁରେ, ଦର୍ଶକ ମାନଙ୍କ ମୁହଁରେ ହସ ଫୁଟାଇବା ପାଇଁ ସେମାନେ ନିଜ ଜୀବନକୁ ଉତ୍ସର୍ଗ କରିଦେଇଥାନ୍ତି। ହୁଏତ ଆପଣ ମାନେ ଆପଣ ମାନଙ୍କର ମନୋରଞ୍ଜନ ପାଇଁ ତାଙ୍କୁ ଆମେ ଯୋଉଥିରେ କି ପେଟ ପୁରେନି କି ପାଟି ବି ପୁରେନି, ସେ ଯୋଉ କିଛିଟା ଦେଇଥାନ୍ତି ଗସ୍ତ ଖର୍ଚ୍ଚ, ସେଇଥିରେ କିଛି ନଥାଏ, ଥାଏ କେବଳ ସ୍ନେହ ମମତାରେ ବନ୍ଧା ଦୈବ ଦୌଡ଼ି ଯେଣିକି ଟାଣିଲେ ସେଣିକି ଯାଏ। ଆଜି ଏଇଠି ତ କାଲି ଆଉ ଗୋଟେ ଦିନେ ଗାଳି ତ ଦିନେ କରତାଳି। ଇଏ ହଉଛି କଳାକାର ଜୀବନର ଭିତ୍ତିପୂର୍ଣ୍ଣ ଭାବ। ଆଉ ବିଚାରଧାରା ହିସାବରେ ଯଦି ମୁଁ କହେ, ଏମିତିରେ ବି କ୍ଷୁଦ୍ର ବିଚାରକ ଭାବରେ ଏ ଅଧମକୁ ଅନେକ ଜାଗାରେ ଅନେକ ସୁଯୋଗ ବି ମିଳିଛି, ସିଲକପ ବି କରିଛି। ଆଉ ମୋର ଦେଖିଲା ପରେ ଗାଁ ସିନା ନୂଆ, କିନ୍ତୁ କଳାକାର ମୋର ପୂର୍ବ ପରିଚିତ। ହୁଏତ ମୁଁ ସମସ୍ତଙ୍କୁ ସାଧୁବାଦ ଦେବି, ଏବେ ବି ଦଉଛି। ଆଉ ଯଦି ମୋ ତରଫରୁ କୌଣସି ତ୍ରୁଟି ଥାଏ ଆପଣ ମାନେ ସମସ୍ତେ ମତେ କ୍ଷମା କରିଦେବେ। ଦ୍ୱିତୀୟତଃ ଏଇ ଯୋଉ ପରଶିବା ଦାୟିତ୍ୱ ଦେଇଛନ୍ତି ଆମର ବେଦ ବିଶାରଦ ବାମଦେବ ସେନ ବଳିଆର ମହୋଦୟ, ସେଇ କ୍ଷମତା କାହାର ତ ନଥାଏ। ଜଣେ କଳାର ମାପକାଠି ହିସାବରେ ଚାବିକାଠି ତ ଆମେ ନୁହଁ, କିନ୍ତୁ ଉଭୟ ଗାୟକ ମହୋଦୟଙ୍କୁ ମୁଁ ନିବେଦନ ରଖିବି, ଆପଣ ମାନେ ଯାହା ମୁଁ ଦେବି କିମ୍ବା ଯାହା କହିବି ସେଇଥିରେ ଆପଣ ମାନଙ୍କୁ ସନ୍ତୁଷ୍ଟ ହେବାକୁ ପଡିବ। କାରଣ ଏଇଟା ମୋର ଇଚ୍ଛା ନୁହେଁ, ଆପଣ ମାନଙ୍କର ଭାଗ୍ୟରେଖାର ପରିସୀମା। ଆପଣ ମାନେ ଯେମିତି ଦେଇଥିବେ ସେମିତି ନେବେ, ଯେମିତି କହିଥିବେ ସେମିତି ପାଇବେ। ତେଣୁ ଏଇଥିରେ ଆପଣ ମାନଙ୍କର କାହାରି କୌଣସି ଅଭିଯୋଗ ରହିବନି ତ? ନାଇଁ ସାର୍, କିଛି ଅଭିଯୋଗ ନାହିଁ, କିଛି ଅଭିଯୋଗ ନାହିଁ। କିଛି ରହିବ ନାଇଁ ସାର୍, ଯିଏ ବହୁତ କଳା ପ୍ରଦର୍ଶନ କରିଛି, ପରିଶ୍ରମ କରିଛି, ସେ ଦର୍ଶକ ତ ଡିକ୍ଲେୟାର କରିବେ, ନମ୍ବର ଡିକ୍ଲେୟାର କରିବେନି, ନମ୍ବର ଡିକ୍ଲେୟାର କରିଦେବା ସାର୍ ଆପଣଙ୍କ ଇଚ୍ଛା। ହଉ। ଯେହେତୁ ମୋର ସରଳ ସୁନ୍ଦର ଏବଂ ଶୃଙ୍ଖଳିତ କଳାକାର ମାନଙ୍କର କିଛି କଳାକାର ଥାଆନ୍ତି, କିଛି ମତଭେଦ ଥାଏ, ସେଇଠି ଜଣେ ବିଚାରକଙ୍କୁ ମଧ୍ୟ ଆହୁରି ତୀବ୍ର ପ୍ରତିଜ୍ଞା ନେବାକୁ ପଡିଥାଏ। କିନ୍ତୁ ଆଜିର ମଞ୍ଚ ଅତି ସୁନ୍ଦର ଆଉ ଶୃଙ୍ଖଳା। ମୁଁ ଯେତେ ଧନ୍ୟବାଦ ଦେଲେ ବି କମ ପଡୁଛି, କାରଣ ମୋର ପୂର୍ବ ପରିଚିତ ସବୁ କଳାକାର ଗାୟକ ବନ୍ଧୁ ଏବଂ ଏପଟେ ଜଣେ ବୟସ୍କ ଅଛନ୍ତି, ହୁଏତ ତାଙ୍କର ବୟସ ଯୋଉ ପରିସ୍ଥିତି ପହଞ୍ଚିବ ସେତିକି ମୋର ମାନେ ତାଙ୍କ ପୁଅ ଭଳିଆ ନୁହଁ। ସେ ତ ଯେତିକି ମଞ୍ଚ କଲେଣି, ଆମେ ସେତିକି ଦିନ ବି ମଞ୍ଚ ବି ଦେଖିନୁ। କିନ୍ତୁ ଯାହା ଏଇ ଅଧମକୁ ଏଇ ସୁଯୋଗ ଦେଇଥିବାରୁ ଆମର ଅନୁଷ୍ଠାନ ସଭାପତିଙ୍କୁ ଧନ୍ୟବାଦ, ଆଉ ଏଇ ଗାଁର ଉପସ୍ଥିତ ଥିବା ସମସ୍ତ ଦର୍ଶକ ଦର୍ଶକ ମାନଙ୍କୁ ମଧ୍ୟ ଧନ୍ୟବାଦ, ଏବଂ ରୁଣ୍ଡୀଭୂତ ହେଇଥିବା ଦର୍ଶକ ମହୋଦୟ ମାନଙ୍କୁ ମଧ୍ୟ ଧନ୍ୟବାଦ। କାରଣ ଯେତେବେଳେ ବିଚାରକଟି ବିଚାର ନେଇଥାଏ, ଆପଣ ମାନେ ଜାଣିଥିବେ ପ୍ରକୃତ ବିଚାରକ ହଉଛନ୍ତି ଉପର ବାଲା, ଯିଏ ସାରା ସଂସାରକୁ ପରିଚାଳନା କରନ୍ତି। ଦ୍ୱିତୀୟ ବିଚାରକ ହେଲେ ଯିଏ ପ୍ରଶାସନିକ କ୍ଷେତ୍ରରେ ଚାକିରି ପାଇଥାନ୍ତି, କୋର୍ଟରେ ରାୟ ଦିଅନ୍ତି। ତୃତୀୟ ବିଚାରକ ହେଲେ ଆପଣ ମାନେ, ଦର୍ଶକ ଯାହା କହିବେ।
ଆଉ ଚତୁର୍ଥରେ ଏଇ ଭଳିଆ ଅଧମ ମାନଙ୍କୁ ଆପଣ ମାନେ ଦାୟିତ୍ୱ ଦେଇଥାନ୍ତି ତାର କିଛି ସୁଆଙ୍ଗର ପରିଚାଳନା କରିବା ପାଇଁ। ସେତିକିରେ ଆପଣମାନଙ୍କର ଦାୟିତ୍ୱ ମୁଁ କୋଉ ହିସାବରେ ନେଇଛି ସେଟା ତ ମୁଁ ଆପଣମାନଙ୍କ ହୃଦୟ ସ୍ପର୍ଶୀ କହିପାରିବିନି, କିନ୍ତୁ ଯାହା ଦେଇଛି ମୁଁ ଭାବୁଛି ଚେଷ୍ଟା କରିବି ଆପଣମାନଙ୍କ ହୃଦୟରେ ସ୍ଥାନ ପାଇବି କି ନାହିଁ ମୁଁ ଜାଣିନି। ସେଇଥିପାଇଁ କଥାରେ ଅଛି ଆଶାରେ ପାରିସ ଆଶାରେ ସୁବିଧ ଆଶାରେ ରହିଲୁ ଚାହିଁ ସମୟ ଆସିବ ଆପଣମାନେ ଭୁଲିଯିବେ କେବେ ଅଧମ କେବେ ଭୁଲିବ ନାହିଁ। ତେଣୁ ନିଷ୍ପତ୍ତି ଏଇଆ ପହଞ୍ଚିଛି କହିବା ବେଳକୁ ଟିକେ ସମୟ ଲାଗେ, ଆପଣମାନଙ୍କ ଧୈର୍ଯ୍ୟର ପୀଡ଼ା ମୁଁ ଜାଣିପାରୁଛି। ସେଇଥିପାଇଁ ଖାଲି ଏତିକି କହିବି, ଗୋଟିଏ ପ୍ରଶ୍ନର ଉତ୍ତର ଆମର ସଭାପତିଙ୍କ ତରଫରୁ ଆସିଥିଲା ବାବାଜୀରେ, ଯୋଉଟା କି ଭଗବାନ କହିଥିଲେ ସେଇଥିରେ ଗୋଟିଏ ପଏଣ୍ଟ। ଦ୍ୱିତୀୟତଃ ଗୋପୀ ନାବିକ ସୁଆଙ୍ଗରେ ଆମର ରାଧା ଦେଇଥିଲେ ପ୍ରଶ୍ନ ବୋଧେ ଆମର ସଭାପତିଙ୍କ ଦ୍ୱାରା, ସେଇଥିରେ ଗୋଟିଏ ପଏଣ୍ଟ। ଆଉ ପୂର୍ବତଃ ଅଧଧର୍ମ ଡିକ୍ଲେୟାର ହେଇସାରିଥିଲା ବାମଦେବ ସାରଙ୍କ ଦ୍ୱାରା, ସେଇ ହିସାବରେ ସେତିକି ସେ ସଂଗ୍ରହ କରିଛନ୍ତି। ତେଣୁ ମନ ଦୁଃଖ ନ କରି ସମସ୍ତେ ଖୁସି ସହ ହାତ ଟିକେ ମିଳେଇ ଦିଅନ୍ତୁ। ଆଉ କହିବି ବୁଝିପାରିଲେ ନା ଆଉ ଟିକେ ବୁଝେଇଦେବି? ଏଇଥିରେ ମୋର କିଛି ଭୁଲ ଅଛି ଆଜ୍ଞା? ଆପଣ ମାନଙ୍କର ଆଶୀର୍ବାଦରେ ଅଧମ ଯଦି ଏଇଠି ଥାଏ, କେବଳ ଆପଣମାନଙ୍କର ସ୍ନେହ ମମତା ଟାଣି ଆଣିଛି ସୁଦୂର ତାଳଚେରରୁ। ପ୍ରକୃତ ଘର ତେଣ୍ଡୁଲେ ହେଲେ ମଧ୍ୟ ମୁଁ ତାଳଚେର ବାସିନ୍ଦା, ତେଣ୍ଡୁଲର ବାସିନ୍ଦା ହେଲେ ମଧ୍ୟ ମୁଁ ତାଳଚେରରେ ମୋର ରହଣି। ସେଇଠୁ ମୋର ଡ୍ୟୁଟିକୁ ମୁଁ ବ୍ୟାଘାତ ସୃଷ୍ଟି କରି ପ୍ରଶାନ୍ତ ବାବୁଙ୍କର ସ୍ନେହ ମୋ କଳାକାର ମାନଙ୍କର ମମତାରେ ବନ୍ଧାଇଥାଏ, ମମତାରେ ବାନ୍ଧି ହେଇ ଆଜି ଆପଣମାନଙ୍କ ସାମ୍ନାରେ ଦିପଦ କଥା କହିବାର ସୁଯୋଗ ଆପଣମାନେ ହିଁ ଦେଇଛନ୍ତି। ତେଣୁ ଆପଣମାନେ ମୋ ପାଇଁ ଭଗବାନ ସଦୃଶ। ସମସ୍ତଙ୍କୁ ମୋର ଏଇଠି ପ୍ରଣାମ ଜଣେ ଏଇ ସୁଆଙ୍ଗ କାର୍ଯ୍ୟକ୍ରମକୁ ଆଜି ପାଇଁ ଦ୍ୱିତୀୟ ଦିବସୀୟ ଥିଲା। ଆସନ୍ତାକାଲି ମାନେ ଆଜି ଫାଇନାଲରେ ଖେଳୁଛନ୍ତି ଭଗବାନପୁର, ଆଉ ପ୍ରଥମ ଦିନ ବିଜେତା ମର୍ଦରାଜପୁର ଥିଲେ ମଧ୍ୟ ବଳରାମ ପ୍ରସାଦ ଖେଳିବେ। ଯେହେତୁ ତାଙ୍କର କୌଣସି ଅସୁବିଧା ସକାଶେ ଆସିନଥିଲେ, ତେଣୁ ବଳରାମ ପ୍ରସାଦ ଏବଂ ଭଗବାନପୁର ମଧ୍ୟରେ ଆଜିର ତୃତୀୟ ଦିବସୀୟ ଅନ୍ତିମ ଦିବସୀୟ କଳାର ପରିବେଷଣ ପ୍ରତିଯୋଗିତା ଆରମ୍ଭ ହେବ। ତେଣୁ ଏହାକୁ ଆପଣମାନେ କୌଣସି କ୍ଷୁବ୍ଧ କି କୌଣସି ଭାବ ନ ନେଇ ଆପଣମାନେ ତାକୁ ସ୍ୱୀକାର କରିବେ ବୋଲି ଆଶା ଆଉ ବିଶ୍ୱାସ। ଆଉ କିଛି କହିବେ? ଆପଣ ଯଦି କ୍ଷମା ନ କରିବେ ଆପଣ ତାହେଲେ ଆମ କହନ୍ତୁ ମାସେ ସାରେ ଆମେ ଯାହା ଆମ ଭାଗ୍ୟରେ ଥିବ ସେୟା ହିଁ ମିଳିବ, କିନ୍ତୁ ଆମ ଭାଗ୍ୟରେ ଯଦି ନାହିଁ ଆମେ ଆଶା କଲେ ଆସିବୁ କରୁଛୁ। ଆଉ ଯଦି ବା ଆମ ଭାଗ୍ୟରେ ଅଛି, ଆମକୁ ନ ଦେଲେ ବି ସୁଦ୍ଧା ଜବରଦସ୍ତି ଆମ ପାଖକୁ ଆସେ। ବହୁତ ବହୁତ ଧନ୍ୟବାଦ ଆପଣଙ୍କର ଏଇଭଳିଆ ସହଯୋଗ। ହୁଏତ ମୁଁ ଭାବିବି କି ଏଇଟା ବୋଧେ ସମ୍ପୂର୍ଣ୍ଣ ଭାବରେ କୌଣସି ପ୍ରକାର ବ୍ୟତିକ୍ରମ ନ ହେଇ ପୁଙ୍ଖାନୁପୁଙ୍ଖ ଭାବରେ ନିଷ୍ପତ୍ତି ନିଆ ହେଇଛି ବୋଲି ମୁଁ ଆଶା ରଖୁଛି। ଆପଣମାନଙ୍କର ଆଶୀର୍ବାଦ ହେଇନଥାଉ। ଆପଣ କଣ କହିବାକୁ ଚାହୁଁଥିଲେ? ନାଇଁ ଆଜ୍ଞା କହିବି ନା, ଆପଣ ଗୋଟିଏ ଆଶୀର୍ବାଦ କରନ୍ତୁ ସମସ୍ତଙ୍କ ପାଇଁ। ଆଜ୍ଞା ओम नारायण नमस्कृत्यं नरचरणं नरोत्तमं देवी सरस्वती व्यासं ततो जयमुद्रयते मूकं करोति वाचालं पंगुलं हयति गिरिजत्कृपातमस्मै परमानन्द माधव। ओम मंगलम भगवान विष्णु मंगलम मधुसूदन मंगलम पुण्डाख्य मंगलम गरुड़ध्वज माधव माधव विष्णु माधव माधव हरि स्मरं साधव नित्यं सर्वकार्येषु माधव। ओम शांति ओम शांति ओम शांति। समस्त को धन्यवाद जणाई समस्त को आशीर्वाद नहीं ये अधम ये मंच को समाप्त कर विदाय ने वंदे उत्कल जननी।